दैनिक दर्शन ର ସ୍ୱନକ୍ଷତ୍ର ଦିବସ। ଉପସ୍ଥାପକ शेखर सुमन दास। सशक्त राष्ट्र ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। दैनिक दर्शन ର 23ତମ ସ୍ୱନକ୍ଷତ୍ର ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ଲୋକଙ୍କ ନିକଟରେ ଶାସନ ବ୍ୟବସ୍ଥାର ସୁଫଳ ପହଞ୍ଚାଇବାରେ ସାମ୍ବାଦିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ମାଟିର କଥା ନିର୍ବିକାର ଚିତ୍ତରେ ପରିପ୍ରକାଶ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସଶକ୍ତ ରାଷ୍ଟ୍ର ପାଇଁ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ସମ୍ମାନିତ ଅତିଥ୍ୟ ରୂପେ ଯୋଗଦେଇ ବିଶିଷ୍ଟ ଖଣି ଓ ଧାତବ ଶିଳ୍ପ ବିଶେଷଜ୍ଞ ଡକ୍ଟର ତପନ କୁମାର ଚାନ୍ଦ କହିଥିଲେ ଯେ ସାମ୍ବାଦିକମାନେ ହେଉଛନ୍ତି ସମାଜ ଓ ଶାସନ ବ୍ୟବସ୍ଥାର ଆଇନା। ଅନ୍ୟତମ ଅତିଥ୍ୟ ରୂପେ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଥିଲେ ଯେ ସାମ୍ବାଦିକ ଓ ଖବରକାଗଜର ସମସ୍ୟାକୁ ସମାଧାନ କରିବା ପାଇଁ ସରକାର ଆହୁରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସାମ୍ବାଦିକମାନଙ୍କର ସୁରକ୍ଷା ଓ ସେମାନଙ୍କର ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ପ୍ରସଙ୍ଗ ପ୍ରତି ସରକାରଙ୍କ ଯତ୍ନଶୀଳ ହେବା ଜରୁରୀ। ବିଜେଏମ୍ ସ୍କୁଲ ପରିଚାଳନା କମିଟିର ସମ୍ପାଦକ ପ୍ରତାପ ଜେନା କହିଥିଲେ ଯେ ଲକ୍ଷ୍ୟ ସ୍ଥିର ରଖି ଅବିରତ ଭାବରେ କାର୍ଯ୍ୟ କଲେ କୌଣସି ଟାର୍ଗେଟ ହାସଲ ହେବା ଅସମ୍ଭବ ନୁହେଁ। ସ୍ୱାଗତ ଭାଷଣ ଦେଇଥିଲେ ଦର୍ଶନ ର ସମ୍ପାଦକ ବିଭୂତି ଭୂଷଣ ନାୟକ। ଏହି ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସମ୍ପାଦିକା ପ୍ରଶମିତା ମହାନ୍ତି। ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ପ୍ରଭାତ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା। କଣ୍ଠଶିଳ୍ପୀ ମୀରା ପ୍ରଧାନ ଓ ତାଙ୍କ ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସୁଶାନ୍ତ ସାହୁ, ରାଜେଶ ୱାଇ, ସନାତନ ଦାସ, ଶ୍ରୀଧର ସାହୁ, ସୁବ୍ରତ ବିଭିଆ, ମନୋଜ ମୁଖା, ଦୀପକ ମହାପାତ୍ର, ସଞ୍ଜୟ ଗିରି ପ୍ରମୁଖ ସହଯୋଗ କରିଥିଲେ। ଉପକୂଳ ସମାଚାର। ବନ୍ଦେ ଉତ୍କଳ ଜନନୀ। किसी समय अपेक्षा करी मंच सभा कार्यक्रम को आगे नेबू ता पूर्व आपण माने संगीत सुंदर मुहूर्त को उपभोग करंतु। जीवन में संगीत जति आवश्यक